ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଯେଉଁ ଭିଡ଼ିଓଟି ମୁଁ କରିବି ଏଇଟା ହେଲା ମୋର ଆଗରୁ ଯେଉଁ ଭିଡ଼ିଓ ଗୋଟେ ହେଇଥିଲା ତାର ଗୋଟେ ବ୍ୟାଖ୍ୟା। ସେଇଟା ହେଲା କ'ଣ ଯେ ନାଡ଼ି ମେଳକ ସାରଣୀରେ ତ୍ରୁଟି, ଯେଉଁ ଆମର ଓଡ଼ିଶାରେ ନାଡ଼ି ମେଳକ ଯେଉଁ କୃତ୍ତିକାରୁ ଆରମ୍ଭ ହେଉଛି ଏବଂ ଅନ୍ୟ ଜାଗାରେ ଅଶ୍ୱିନୀରୁ ଆରମ୍ଭ ହେଉଛି, ସେ ସମ୍ପର୍କରେ ଜଣେ ଲୋକ ବି ପଚାରିଥିଲେ ପ୍ରଶ୍ନ ଯେ ସାରାର ଲଜିକ୍ଟା କ'ଣ ଆପଣ କୁହନ୍ତୁ, ଏବଂ ମୁଁ କହିଥିଲି ଯେ ଲଜିକ୍ ମ୍ୟାଟର୍ କରେ ନା, କାରଣ ପ୍ରିନ୍ସିପଲ୍ ଯେଉଁଟା ସର୍ବଭାରତୀୟ ସ୍ତରରେ ସବୁ ଜାଗାରେ ସମାନ ସେଟାକୁ ଆମକୁ ନେବାକୁ ପଡ଼ିବ, ଯାହା ବି ସମ୍ପୂର୍ଣ୍ଣ ରୂପେ ସତ୍ୟ। ଏବଂ ସେ ସନ୍ଦର୍ଭରେ ମୁଁ କିଛି ଲୋକ ଯେ ଆମର ସବୁ ଅଛନ୍ତି ଏଠି ଖଡ଼ିରତ୍ନ ସାମନ୍ତ, ଚନ୍ଦ୍ରଶେଖର ପଞ୍ଚାଙ୍ଗ, ଆଉ ସେ ନୃସିଂହ ପଞ୍ଚାଙ୍ଗ, ଲିଙ୍ଗରାଜ ପଞ୍ଚାଙ୍ଗ ମୋତେ ପର୍ସନାଲି ଜାଣିଛନ୍ତି। ମୁଁ ସେମାନଙ୍କୁ ସେ ଭିଡ଼ିଓ ସେୟାର ବି କରିଥିଲି ଏବଂ ତା'ର ଜଷ୍ଟିଫିକେସନ୍ ବି ମାଗିଥିଲି। ଏବଂ ଯେମିତି ଯାହା ବି ମୁଁ ଆଶା କରୁଥିଲି ଯେ ବହୁତ ଦୁଃଖର ସହିତ ଆପଣଙ୍କୁ କହିବାକୁ ପଡ଼ୁଛି, କିଛି ସେମିତି ସେମାନେ ରେସ୍ପଣ୍ଡ କରିପାରିନଥିଲେ। ଅତି ବେଶୀରେ ଗୋଟେ ରେସ୍ପଣ୍ଡ କରାଯାଇଥିଲା, ଏଇଟା ଚଳି ଆସୁଛି ସାର୍, ଏଇଟା ତ ଏମିତି ଆମେ କରି ଆସୁଛୁ ଆଉ କିନ୍ତୁ ଆପଣ ଯାହା କହୁଛନ୍ତି ପୁରା ଠିକ୍ କଥା କହୁଛନ୍ତି। ଆଉ କାହିଁକି ନାଡ଼ି ମେଳକ ସାରଣୀଟା ଏମିତି ହେଉଛି, ଆମେ ତ କରୁଛୁ ଯେଉଁଠିକି ଆମର ଗଣଟା ଆମେ 1ରୁ ଆରମ୍ଭ କରୁଛୁ, ସେଠି କାହିଁକି 3ରୁ ଆରମ୍ଭ କରୁଛୁ। ତେଣୁ ମୁଁ ଶେଷରେ ଭାବିଲି ମୋତେ ହିଁ ତା'ର କାରଣଟା ଲୋକଲୋଚନକୁ ଆଣିବାକୁ ପଡ଼ିବ ଯେ କାହିଁକି ଏମିତି ହେଇଛି ଆଉ ତା କାରଣଟି କ'ଣ। ତେଣୁ ଓଡ଼ିଶାରେ ଆମର ଜ୍ୟୋତିଷ ରିସର୍ଚ୍ଚ ଚାଲୁ, ଯେଉଁ ଭଳିଆ ଚାଲୁଛି ମୁଁ ତ ଦେଖୁଛି। ଛାଡ଼ନ୍ତୁ, ମୁଁ ଗୁଣ୍ଡିଚି ମୂଷା ରାମଚନ୍ଦ୍ରଙ୍କ ସେତୁବନ୍ଧକୁ ଯେତିକି ପାରୁଛି ସେତିକି କରିବି। ହଉ, ତେବେ କାହିଁକି ଆମର ଯେଉଁ ନାଡ଼ି ମେଳକଟା ଗଣନା କରାହେଉଛି ସେଟା କୃତ୍ତିକାରୁ ହେଇଗଲା। ଟିକେ ଆମେ ଇତିହାସକୁ ଯିବା, ଟିକେ ବେଦକୁ ଯିବା। ମନେ ରଖିଥାନ୍ତୁ, ବେଦରେ ନକ୍ଷତ୍ରମାନଙ୍କର ବର୍ଣ୍ଣନ ଭଲରେ ରହିଛି। ଏ ମୁଁ ପଛପଟେ ଯେଉଁ ଆପଣ ଦେଖୁଥିବେ ଅଥର୍ବ ବେଦ ହରିକା ଥୁଆ ହେଇଛି, ସେଇଥିରୁ ଗୋଟେ ଶ୍ଲୋକ ବି ମୁଁ ଆପଣଙ୍କୁ ପଢ଼ିକି ଶୁଣାଇଦେବି, ଯେଉଁଥିରେ କି ଲେଖା ହେଇଛି ଯେ କ'ଣ ପାଇଁ ନକ୍ଷତ୍ର ବିଭିନ୍ନ ବର୍ଣ୍ଣନା ହେଇଛି। ଏବଂ ତାପରେ ମୁଁ ପର୍ସନାଲ ଗୋଟେ ରିସର୍ଚ୍ଚ ପେପର ବି ଲେଖିଛି। ଆଉ ଏବେ ସେ ଆପଣଙ୍କର ଜାଣିଥିବେ ସପ୍ତର୍ଷି ଆଷ୍ଟ୍ରୋଲୋଜିର ଜଣେ ଟିଚର ଅଛନ୍ତି ବିନାୟକ ଭଟ୍ଟ ବୋଲି, ବିନାୟକ, ତାଙ୍କ ସହିତ ବି କିଛି ଦିନ ତଳେ କଥାବାର୍ତ୍ତାରୁ ମୁଁ ସେଟା ବି ଆଉ ଟିକେ ମାଇଣ୍ଡକୁ କ୍ଲିକ୍ କରିଥିଲା। ତ ବେଦରେ ଯେଉଁ ନକ୍ଷତ୍ର ବର୍ଣ୍ଣନ ରହିଛି ସେଟା କୃତ୍ତିକାରୁ ରହିଛି, ଅଶ୍ୱିନୀରୁ ନୁହେଁ। ସେଇଟା କୃତ୍ତିକାରୁ ଗଣନା ହେଇଛି। ଗଣନା ମାନେ କିଛି କାଲକୁଲେସନ୍ ବେଦରେ ଆପଣ ପାଇବେନି। ବେଦରେ ତ ଖାଲି ଆପଣ ସେଇ କର୍ମକାଣ୍ଡ ଜ୍ଞାନକାଣ୍ଡ କୁହନ୍ତୁ, ବଟ୍ ଆମେ ସବୁ ନକ୍ଷତ୍ର କୁହନ୍ତୁ, ସୂର୍ଯ୍ୟ କୁହନ୍ତୁ, ସେମାନଙ୍କୁ ଆମେ ଆପଣଙ୍କର ଆଶିଷ ମାଗୁଛୁ। ଠିକ୍ ସେଇ ସନ୍ଦର୍ଭରେ ଲେଖା ହେଇଛି। ଆପଣ କେତେ ଡିଗ୍ରୀ କାଲକୁଲେସନ୍ କରିବେ ସେଗୁଡ଼ା ନାହିଁ। ଯଦିଓ ବେଦିକ ମ୍ୟାଥମେଟିକ୍ସରେ ଅଛି, ସେଟା ଆଷ୍ଟ୍ରୋନୋମି ନଟ୍ ଆଷ୍ଟ୍ରୋଲୋଜି, ତାର ପ୍ରେଡିକ୍ଟିଭ୍ ଭ୍ୟାଲ୍ୟୁ କିଛି ନାହିଁ। ତା ଆଗରୁ ଯେଉଁ ଚକ୍ର ଗୁଡ଼ା ହେଉଥିଲା, ଏଠି ଚକ୍ର ମାନେ ମୁଁ ଆପଣଙ୍କ ନାଁ ହିସାବରେ କହିଦେଉଛି। ଯେମିତି ଆମେ ସର୍ବତଭାଦ୍ର ଚକ୍ର, ତ୍ରିପତାକୀ ଚକ୍ର, ସୂର୍ଯ୍ୟ କାଳନାଳ ଚକ୍ର, ଚନ୍ଦ୍ର କାଳନାଳ ଚକ୍ର, ଗଜ ଚକ୍ର, କୁମ୍ଭ ଚକ୍ର, ଛତ୍ର ଚକ୍ର, ବୃଷ ଚକ୍ର, ଏମିତି କେତେ ଚକ୍ର ଅଛି। ତ ସେଇ ଚକ୍ରରୁ ଷୋଳ ଚକ୍ର, ଏ ଚକ୍ର ଗୁଡ଼ାକ ମଧ୍ୟରେ କିଛି ଚକ୍ରରେ ଆପଣ ଦେଖିବେ କୃତ୍ତିକା ଠାରୁ ଆରମ୍ଭ ହେଉଛି। ସେ ଆପଣ ଅଶ୍ୱ ଚକ୍ର ବୋଲି ଗୋଟେ ଅଛି, ଅଶ୍ୱ ଚକ୍ର ନେଇପାରନ୍ତି। ଗଜ ଚକ୍ରରେ ତ ନୁହେଁ, ଗଜ ଚକ୍ରରେ ତ ମୁଁ ନିଜେ ରିସର୍ଚ୍ଚ କରିଛି କାର୍ଗିଲ ଉପରେ। ଗୋଟେ ଭଲ ଚକ୍ର କହୁ ଯେଉଁଟା କୁହାଯାଏ ନରଚକ୍ର। ନରଚକ୍ରରେ ଏବେ ବି ଆପଣ ଦେଖିବେ ଯଦି ଆପଣଙ୍କର ନକ୍ଷତ୍ରଟା କୃତ୍ତିକା ଠାରୁ ଆରମ୍ଭ ହେବ ଗଣନା। ଆପଣଙ୍କ ଜନ୍ମ ନକ୍ଷତ୍ର ସେଠି ଯେଉଁଠି ପଡ଼ିଲା ସେଇ ହିସାବରେ ଆପଣ କାଲକୁଲେଟ୍ କରିବେ। କିନ୍ତୁ ବହୁତ ଗୁଡ଼େ ଚକ୍ରରେ ଆପଣଙ୍କର ଜନ୍ମ ନକ୍ଷତ୍ରରୁ କାଲକୁଲେଟ୍ ହୁଏ, କିନ୍ତୁ କିଛି ଚକ୍ରରେ ଏବେ ବି
ଏବେ ବି ମାନେ ଶାସ୍ତ୍ର ଇଏରେ ଲେଖା ହେଇଛି ଯେ କୃତ୍ତିକା ଠାରୁ ଗଣନା ହେବ। କାହିଁକି? ବେଦରେ କୃତ୍ତିକାଟାକୁ ପ୍ରଥମ ନକ୍ଷତ୍ର ବୋଲି କୁହାଗଲା, କିନ୍ତୁ ଆମ ଜ୍ୟୋତିଷରେ ପ୍ରଥମ ନକ୍ଷତ୍ର କିଏ ହେଲା? ଅଶ୍ୱିନୀ। କାରଣ ଜାଣିଛନ୍ତି? କାରଣ ଆମେ ବିଂଶୋତ୍ତରୀ ଦଶା କାଲକୁଲେସନ୍ କଲେ, ବିଂଶୋତ୍ତରୀ ଦଶା କାଲକୁଲେସନ୍ କିନ୍ତୁ ଚକ୍ର ବନା ହୁଏ ସେ ସମୟରେ ଦଶା ଦରକାର ନାହିଁ। ଚକ୍ର କାମ କ'ଣ? ଆଜି ପ୍ରଫେସର ରୁଦ୍ର ମହାପାତ୍ର କେତେବେଳେ ଗୋଟେ ବାସ୍ତୁ ଭିଜିଟ୍ କରିବେ, କ୍ଷମା କରିବେ ଆଜ୍ଞା, ସେ ବାସ୍ତୁ ମୋ ପାଖକୁ କମେଣ୍ଟ ଆସୁଛି, ସାର୍ ବାସ୍ତୁ ଉପରେ ଭିଡ଼ିଓ କରନ୍ତୁ ସାର୍, ଆମେ ଟିକେ ଜାଣିବୁ। ମନେ ରଖିଥାନ୍ତୁ, ବାସ୍ତୁ ଜ୍ୟୋତିଷର ଗୋଟେ ଅଙ୍ଗ ନୁହେଁ। କୌଣସି ଜ୍ୟୋତିଷ ବହିରେ ବାସ୍ତୁ ସମ୍ବନ୍ଧରେ ଲେଖା ହେଇନାହିଁ। କୌଣସି ବାସ୍ତୁ ବହି ତୁମେ ବିଶେଷ ପଢ଼ିନାହିଁ ତ ସେଥିରେ ବି ଜ୍ୟୋତିଷ ସମ୍ବନ୍ଧରେ ବର୍ଣ୍ଣନା ନାହିଁ ବୋଲି ମୁଁ ଯେତିକି ଜାଣିଛି। ବାସ୍ତୁ ଗୋଟେ ସମ୍ପୂର୍ଣ୍ଣ ଡିଫରେଣ୍ଟ ବିଦ୍ୟା, ସମ୍ପୂର୍ଣ୍ଣ ଡିଫରେଣ୍ଟ। ଆପଣ ଆସିବେ, ଆପଣଙ୍କର କେଉଁ କର୍ମ ଅଛି, ମୁଁ ଆପଣଙ୍କର ବାସ୍ତୁ ଖରାପ ରହିବ ବୋଲି ଆପଣଙ୍କ ଜାତକରୁ କହିଦେଇପାରିବି ସେ ନାହିଁ, ଆପଣଙ୍କର ଗୋଟେ ଭଲ ଘର ସୁଖ ନାହିଁ, ଆପଣଙ୍କର କର୍ମ ପଢ଼ିବା ବିଦ୍ୟା ହେଲା ଜ୍ୟୋତିଷ। ବାସ୍ତୁଟା କ'ଣ ପାଇଁ ଏଥିରେ ମିଶା ହେଇଛି? ଏଟା ଖାଲି ଗୋଟେ ରୋଜଗାର କରିବାର ମାଧ୍ୟମ, କିନ୍ତୁ ବାସ୍ତୁ ଜ୍ୟୋତିଷ ସହିତ କିଛି ସମନ୍ୱୟ ନାହିଁ। ଟିକେ ଟିକେ ରହିଛି ସେ ଅମୁକ ଏଇ ଦିଗ, ସେ ଜାତକ, ତାକୁ ଖାଲି ବାସ୍ତୁବିଦ୍ୟା ଗୋଟେ ମିଛରେ କହିକି ସେଟା ଜ୍ୟୋତିଷ ସହିତ ସମନ୍ୱୟ କରିକି, ନା ଜ୍ୟୋତିଷ ପାଇଁ ବାସ୍ତୁ ଦରକାର ନା, ରୋଜଗାର କରିବା କଥା ଗୋଟେ, ମୁଁ ରୋଜଗାର ବିରୁଦ୍ଧ କରୁନି, କିନ୍ତୁ ଦୁଇଟା ଯାକ ସମ୍ପୂର୍ଣ୍ଣ ଭିନ୍ନ, ପୁରା ମାନେ ମାନେ ମୁଁ ଯଦି କହିବି 90% ଭିନ୍ନ ବାସ୍ତୁ ଏବଂ ଜ୍ୟୋତିଷ। ତେବେ ଛାଡ଼ନ୍ତୁ, ଆମେ ଆସିବା ବିଷୟ ଉପରକୁ। ତ ମୁଁ ଆଜ୍ଞା ଜ୍ୟୋତିଷ, ମୁଁ ବାସ୍ତୁ ଫାସ୍ତୁ ଜାଣିନି, ସେଟା ଗୋଟେ ଇଞ୍ଜିନିୟରିଂ ବିଦ୍ୟା, ସେଟା ଆପଣ ଅନ୍ୟ କାହାକୁ ପଚାରିବେ। ତ ମୁଁ ଆଉ ଟିକେ ରେଫରେନ୍ସଟା ଦେଖିଦେଉଛି, କେବେ କେଉଁ ଖଣ୍ଡରୁ ସେଟା ଆସିଛି। ହଁ, ସେ ହେଲା ଆପଣଙ୍କର ଖଣ୍ଡ 19 ସୂକ୍ତ 7, ଅଥର୍ବ ବେଦ ଖଣ୍ଡ 19 ଏବଂ ସୂକ୍ତ 7 ଅଥର୍ବ ବେଦର। ଋଷି ହେଲେ ଗାର୍ଗେୟ। କ'ଣ କହୁଛି ଏ ଶ୍ଲୋକଟି, ମୁଁ ଆପଣଙ୍କୁ ପଢ଼ିକି ଶୁଣାଇ ଦେଉଛି, ଶୁଣନ୍ତୁ। ଶୁଭମ ଅଗ୍ନି, ଆମେ ପ୍ରଥମେ ଯାହାଟା ଗୋଟେ ଆରମ୍ଭ କରୁ, ଆଗ ଅଗ୍ନିକୁ ଆମେ ସେଟା ଜଣାଉ, କାରଣ ଆମେ ଭାବୁ ଅଗ୍ନି ହେଲା ଗୋଟେ କନେକ୍ଟର ବିଟୱିନ୍ ଅସ୍ ଆଣ୍ଡ ଗଡ୍। ଆପଣଙ୍କୁ ଯେତେବେଳେ ଆପଣ ହୋମ କରୁଛନ୍ତି ବା ଗୋଟେ ଆପଣ କାହିଁକି ସେ ମନ୍ତ୍ରଟା ଉଚ୍ଚାରଣ କରୁଛନ୍ତି, କାରଣ ଅଗ୍ନି ଗୋଟେ ଆପଣଙ୍କର ଏବଂ ମହାଜାଗତିକ ଶକ୍ତି ଭିତରେ ଗୋଟେ ସଂଯୋଗ ସୃଷ୍ଟି କରେ। ତ ଶୁଭମ ଅଗ୍ନି, ଆମେ ଆଗ ଅଗ୍ନିକି ଆବାହନ କଲେ, ତାପରେ କ'ଣ କହିଲେ? କୃତ୍ତିକା ରୋହିଣୀ ଚାସ୍ତୁ। କୃତ୍ତିକା ଆଉ ରୋହିଣୀ ମୋତେ ପାଠ ପଢ଼ିବାରେ ସାହାଯ୍ୟ କରନ୍ତୁ। ପାଠ ମାନେ ମୋ ଭଳିଆ ଏଇ ପାଠ ନୁହେଁ, ଅଧ୍ୟୟନ ଜ୍ଞାନ ଅର୍ଜନରେ ସାହାଯ୍ୟ କରନ୍ତୁ। ଇନଭୋକେସନ୍ ଯେଉଁଟା କରାଯାଏ ପ୍ରଥମରୁ, ଯେ ଆମ ଭିତରେ ସେ ଶକ୍ତିଟା ଆସୁ ଜ୍ଞାନ ଆହରଣ କରିବାର, ତ ଆମେ କୃତ୍ତିକା ରୋହିଣୀ କଲୁ। ଏଠୁ ମୁଁ ଆପଣଙ୍କୁ ଫୋକସ୍ କରି କହିଦେଉଛି, ଆରମ୍ଭ ହେଲା କୃତ୍ତିକାରୁ। ଅଶ୍ୱିନୀ ଦେଖୁଛନ୍ତି ନାହିଁ, କାରଣ ବେଦରେ ଆମେ 1ରୁ ଗଣନା କରୁ ଏବଂ ଯେଉଁଗୁଡ଼ାକି ଚକ୍ର, ଆମେ ଆସିବା ଚକ୍ର ଉପରକୁ, ଆପଣ ଶ୍ଲୋକଟା ଶୁଣି ଦିଅନ୍ତୁ। ତାପରେ କ'ଣ? ଭଦ୍ରಂ ମୃଗଶିରା ସମାଦ୍ରା, ମୋତେ ଭଲ ଫଳ ଦିଅନ୍ତୁ ମୃଗଶିରା ଆଉ ଆଦ୍ରା। ପୁନର୍ବସୁ ସନତୃ ଚାରୁ, ପୁନର୍ବସୁ ମୋତେ ସତ୍ୟ କଥା କହିବାକୁ ସାହାଯ୍ୟ କରୁଛି। ଆମେ ନକ୍ଷତ୍ରମାନଙ୍କୁ କହୁଛୁ ଯେ ମୋତେ ସତ ମାର୍ଗ ନୁହେଁ, କିନ୍ତୁ ସତ କହିବା ପାଇଁ ସାହାଯ୍ୟ କରନ୍ତୁ। ପୁଷ୍ୟା ଭାନୁରଶ୍ଳେଷା, ପୁଷ୍ୟା ଆଉ ଅଶ୍ଳେଷା ସୂର୍ଯ୍ୟ ଭଳିଆ ଆମକୁ, ଭାନୁ ସୂର୍ଯ୍ୟ, ତାଙ୍କ ଭଳିଆ ଆମକୁ କିରଣ ପ୍ରଦାନ କରନ୍ତୁ। ଅୟନମ୍ ମଘାମେ, ମଘା ମୋତେ ଠିକ୍ ବାଟରେ ଆଗେଇବାକୁ ସାହାଯ୍ୟ କର। ଆମେ ଯେମିତି ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ କହୁ, ସେମିତି ଅୟନମ୍ ମାନେ ଠିକ୍ ବାଟରେ ଆମକୁ ଜର୍ଣ୍ଣି ଅଫ୍ ଲାଇଫ୍, ତା ଠିକ୍ ବାଟରେ ଦେବା ପାଇଁ ଆମକୁ ସାହାଯ୍ୟ କରୁ। ତ ଏଇ ଶ୍ଲୋକଟି ଯେଉଁଟା ମୁଁ କହିଲି, ଅଥର୍ବ ବେଦ ଖଣ୍ଡ 19 ସୂକ୍ତ 7 ଏବଂ ଋଷି ହେଲେ ଗାର୍ଗେୟ, ଏଠି ବେଦର ପ୍ରମାଣ ମିଳେ। ଆ ଉପରେ ମୁଁ ରିସର୍ଚ୍ଚ ପେପର ବି ଲେଖିଛି, ଆଷ୍ଟ୍ରୋଲୋଜିକାଲ ମ୍ୟାଗାଜିନ୍ ଆପଣଙ୍କର ଟା ବାହାରିଥିଲା ଜାନୁଆରୀ 2023ରେ। ଆପଣ ଯଦି ଆଷ୍ଟ୍ରୋଲୋଜିକାଲ ଇ ମ୍ୟାଗାଜିନ୍ ଗୁଗୁଲରେ ସର୍ଚ୍ଚ କରିବେ ଆପଣ ପାଇଯିବେ, ସେଥିରେ ମୁଁ ଟୋଟାଲ ଲେଖିଛି ଏ ବିଷୟରେ। ତ ବେଦରେ ନକ୍ଷତ୍ର ଗଣନାଟା ଇଏ କରୁଥିଲା। ଆପଣ କହିବେ ନାହିଁ ସାର୍ ଆମେ ଜ୍ୟୋତିଷ, ଆମେ ତ ଆଷ୍ଟ୍ରୋଲୋଜିଟା ଠିକ୍ ଅଛୁ, ନା,
ଯେତେବେଳେ ବିଂଶୋତ୍ତରୀ ଦଶା ଯେତେବେଳେ ଚକ୍ର ଗୁଡ଼ା ଆସିଲା, ସେ ଚକ୍ର ଏବେ ନାଡ଼ିକି ଆପଣ ବୁଝନ୍ତୁ। ନାଡ଼ି ହେଲା ଗୋଟେ ପ୍ରକାର ସର୍ପଚକ୍ର। ସର୍ପଚକ୍ରର ଯଦି ଉଲ୍ଲେଖ କେଉଁଠି ନାହିଁ, ଆପଣ ନଳଚକ୍ର ନିଅନ୍ତୁ, ଡିମ୍ବ ଚକ୍ର ନିଅନ୍ତୁ। ଡିମ୍ବ ମାନେ ଗୋଟେ ପିଲା ଜନ୍ମ ହେବା ସମୟ, ଡିମ୍ବ ମାନେ ଖରାପ ସେନ୍ସ ନିଅନ୍ତୁ। ସେଠି ସେ ପିଲାର ମୁଠାରେ କେଉଁ ନକ୍ଷତ୍ର ରହିବ, ଗୋଡ଼ରେ କେଉଁ ନକ୍ଷତ୍ର ରହିବ କୁହାଯାଇଛି। ତ ସେଇଟା ଗୋଟେ ସେମିତି ନରଚକ୍ରରେ କୃତିକା। କିନ୍ତୁ ସର୍ପଚକ୍ର ବୋଲି ଯଦି ନାହିଁ, କିନ୍ତୁ ଆମେ ନାଡ଼ି ଦୋଷ କହିଲେ ଆପଣ ଗୋଟେ ସାପଟାକୁ ଆଖି ଆଗରେ ନେବେ। ଆପଣ ଜାଣିଛନ୍ତି ମୁଁ ସେ ଇଲଷ୍ଟ୍ରେସନ୍ କରେ ନା। ସେ ସର୍ପଚକ୍ରରେ ଯଦି ଆପଣ 3ଟା ଗାର ଟାଣିବେ, ତାହେଲେ ପ୍ରଥମଟା ହେଲା ଆଦ୍ୟ, ମଝିଟା ହେଲା ମଧ୍ୟ ଏବଂ ଶେଷ ଗାରଟା ହେଲା ଅନ୍ତନାଡ଼ି। ତ ଆମେ ସେଉଠୁ ନକ୍ଷତ୍ର ବସାଇ ଆରମ୍ଭ କରିବା। ସେଟା ଆରମ୍ଭ ହେଲା 1, 2, 3, 4। ତ ଏଇଟା ଆମେ କୃତିକାରୁ ନେଇଯାଇଛୁ ସର୍ପଚକ୍ର ବୋଲି ଭାବିକି। କିଛି ଜାଗାରେ ନାଡ଼ି ଚକ୍ର ବୋଲି ବି ଆଗରୁ ଥିଲା, ଯେ ଆମର ଇଡ଼ ନାଡ଼ି, ପିଙ୍ଗଳ ନାଡ଼ି ଆଉ ସୁଷୁମ୍ନା ନାଡ଼ି, ଏବଂ କୁଣ୍ଡଳିନୀଟାକୁ ସର୍ପ ବୋଲି କୁହାଯାଇଛି। ତ ଚକ୍ର ଗୁଡ଼ା ଗୋଟେ ନକ୍ଷତ୍ର ଗୁଡ଼ାକୁ ଆରେଞ୍ଜମେଣ୍ଟ କରିବା ପାଇଁ, ଠିକ୍ ଜାଗାରେ ବସାଇବା ପାଇଁ ସବୁଠୁ ବେଷ୍ଟ ରେଜଲ୍ଟ। କିନ୍ତୁ ତାର କାମ ହେଲା ଯେଉଁଠି ମୁଁ ଥିଲି ସେ ବାସ୍ତୁ ଭିଜିଟ୍ ଉପରେ, ସେ ମୁଁ ଆଜି ବାସ୍ତୁ ଭିଜିଟ୍ କରିବାକୁ ଯିବି, ଆଜି ମୋ ପାଇଁ ଭଲ ନା ନାହିଁ, ତ ମୁଁ ସାଙ୍ଗେ ଗୋଟେ ଚକ୍ର ପକାଇଦେବି, ବୃଷ ଚକ୍ର। ବୃଷ ଚକ୍ରରେ ମୁଁ ଆଜି ଦେଖିଲି ମୋ ନକ୍ଷତ୍ରଟା ଆଜି କେଉଁଠି ଅଛି। ମୁଁ ଦେଖିଲି ଯେ ଜନ୍ମ ନକ୍ଷତ୍ର ଠାରୁ ଆଜିକା ନକ୍ଷତ୍ର ଡିଷ୍ଟାନ୍ସ ଯଦି 8, 8 ହେଉଛି। ବିଭିନ୍ନ ଚକ୍ରରେ ବିଭିନ୍ନ ନିୟମ ଅଛି। ଗୋଟେ ଉଦାହରଣ ଦେଇକି କହୁଛି, 8 ହେଉଛି କିମ୍ବା 12 ହେଉଛି, ତାହେଲେ ଆଜି ମୋ ପାଇଁ ଶୁଭ ଫଳ ରହିବ ନାହିଁ। ଯଦି ସେ ଜାଗାଟା 2 ହେଉଛି, 9 ହେଉଛି, ତାହେଲେ ଭଲ ଫଳ ରହିବ। ସେଟା ଗୋଟେ ବୃଷ ଚକ୍ର ହେଇପାରେ, ଗୋଟେ ଗଜ ଚକ୍ର ହେଇପାରେ। ଏଥିରେ ଆପଣଙ୍କର ଦଶା କିଛି ଦେଖାହେଲାନି, କାରଣ ଆମେ ଗୋଟେ ଦିନ ପାଇଁ ଦେଖୁଛନ୍ତି। ଯେମିତି ରାଶିଫଳ ଗୋଟେ ପ୍ରଶ୍ନ ଜ୍ୟୋତିଷ ଭଳିଆ, ଏଟା କ୍ଷମା କରିବା ଆଜ୍ଞା, ମୁହୂର୍ତ୍ତ ଜ୍ୟୋତିଷ, ଇଲେକ୍ସନାଲ ଆଷ୍ଟ୍ରୋଲୋଜି। ପ୍ରଶ୍ନ ଜ୍ୟୋତିଷ ହେଲା ହୋରାରୀ ଆଷ୍ଟ୍ରୋଲୋଜି। ତ ମୁହୂର୍ତ୍ତ ଜ୍ୟୋତିଷ ଭଳିଆ ଆପଣ କେଉଁ ମୁହୂର୍ତ୍ତରେ ଆଜି ଆପଣଙ୍କର ଏଇ ସମୟଟା ଠିକ୍ ଅଛି ନା ନାହିଁ। ତ ଗଜ ଚକ୍ର ମୁଁ ଆଜି ପାଇଁ ଟାଣିଲି, କାଲି ହେଲା ବେଳକୁ ବଦଳି ଯାଇଥିବ, କାରଣ ଚନ୍ଦ୍ର ଆଉ ଗୋଟେ ନକ୍ଷତ୍ରକୁ ପଳେଇଥିବେ। ପହରଦିନ ପାଇଁ କଳସ ଚକ୍ର ଆଉ ଗୋଟେ ହେଇଯାଇଥିବ, ତା ପରଦିନ ପାଇଁ ଅଶ୍ୱଚକ୍ର ଆଉ ଗୋଟେ ହେଇଯାଇଥିବ। ବହୁତ ପ୍ରକାର ଆଜ୍ଞା ଚକ୍ର ଅଛି। ଆପଣ ଦୈନିକ ଇଲେକ୍ସନାଲ ଜାଣିବା ପାଇଁ ଚକ୍ର, କିନ୍ତୁ ସର୍ବତ ଭାଦ୍ର ଚକ୍ର, ଯେଉଁଟାକି ବେସିକାଲି ଫାଇନାନ୍ସିଆଲ ଆଷ୍ଟ୍ରୋଲୋଜି ବା ବଡ଼ ବଡ଼ କ୍ରାଇସିସ୍ ଯେଉଁ ହେଉଛି ଫାଇନାନ୍ସ ମାର୍କେଟରେ, ସେଟା ଦେଖିବା ପାଇଁ ୟୁଜ୍ କରାଯାଏ। ହରଦେବ ଶର୍ମା ତ୍ରିବେଦୀ, ବନାରସର ଜଣେ ତାଙ୍କୁ ଜ୍ୟୋତିଷର ଫାଦର କହିଲେ ଭୁଲ ହେବ ନାହିଁ। ହରଦେବ ଶର୍ମା ତ୍ରିବେଦୀ ବ୍ୟାପାର ରତ୍ନ ବୋଲି ଗୋଟେ ବହି ଲେଖିଛନ୍ତି, ଆଭେଲେବୁଲ୍ ଅଛି ଏବେ। ସେଇଥିରେ ସେ ସର୍ବତ ଭାଦ୍ର ଚକ୍ରଟାକୁ ପ୍ରଥମ ଥର ପାଇଁ ୟୁଜ୍ କରିଥିଲେ, କେମିତି ଆମେ ଇକୋନୋମିକ୍ କ୍ରାଇସିସ୍ଟା ଦେଖିବା। ତେବେ ଛାଡ଼ନ୍ତୁ। ତ ସେ ସର୍ବତ ଭାଦ୍ର ଚକ୍ର ବି ହେଉ, ଆଜି ଦିନଟା କେମିତି ରହିବ, କୋଟ ଚକ୍ର ହେଉ, କୋଟ ଚକ୍ର, ଗଜ ଚକ୍ର, ଆପରେ ତ ମୁଁ ଲେଖିଛି। ତେଣୁ ଚକ୍ରରେ କୃତିକାରୁ ଆରମ୍ଭ ଥାଏ। ଯେହେତୁ ନାଗଚକ୍ର ବୋଲି କୁହାଯାଏ, ତାହେଲେ କୃତିକାରୁ ଆମେ ପକେଇ କରିଦେଇଛନ୍ତି। କିନ୍ତୁ ମଜା କଥା କ'ଣ ଆଜ୍ଞା? ମଜା କଥା ହେଲା ଯେ ଯେଉଁ କୃତିକାଟା ଯଦି ଆମେ ଏଠୁ ପକାଉଛନ୍ତି, ତାହେଲେ ଆମେ ଗଣମେଳ କରି ଆମେ ଯଦି ପକାଉଛନ୍ତି, ଆମେ ଗଣଟା ଚକ୍ର ନୁହେଁ, ତାହେଲେ ଆମେ ଏପଟେ ପକାଇ ଦେଉଛନ୍ତି। କିନ୍ତୁ ଆମେ ବିବାହ ସମୟରେ କ'ଣ ଆମେ ଦଶା ଦେଖୁନାହାନ୍ତି? ବିବାହ ସମୟରେ କ'ଣ ଆମେ ଦେଖୁନାହାନ୍ତି ତାର ଅନ୍ୟ ଜିନିଷ ଗୁଡ଼ା? ତେଣୁ ଆମକୁ ଏଟାକୁ ଅଶ୍ୱିନରୁ ହିଁ ଆରମ୍ଭ କରିବାକୁ ପଡ଼ିବ। ଆମ କୃତିକା କଲେ ହେବନି। ଯଦି ଆମେ ଗୋଟେ ଇଣ୍ଡିପେଣ୍ଡେଣ୍ଟ ୟୁଜ୍ କରୁଥାନ୍ତେ ଯେ ସର୍ପଚକ୍ର ଏ ଲୋକର ଆଜି ଦିନଟା କେମିତି ରହିବ, ତାହେଲେ କୃତିକା ଠିକ୍ ଥିଲା। ନାଡ଼ି ଚକ୍ର ଏମିତି ଉଲ୍ଲେଖ ନାହିଁ, ମୁଁ ଯେତିକି ବହି ପଢ଼ିଛି ନାହିଁ। ଜ୍ୟୋତିଷରେ ବହୁତ ବହି ନଷ୍ଟ ହୋଇଯାଇଛି। ଆପଣ ଏବେ ଯିବେ ଆମର ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏରିଆରେ କିଛି ଏମିତି ବ୍ରାହ୍ମଣ ଅଛନ୍ତି ଯେଉଁମାନଙ୍କ ଘରେ ପୋଥି ଅଛି, ତାଙ୍କ ପୋଥିରେ ପାଇପାରିବେ। ବହୁତ ଗୁଡ଼ାଏ ଶାସ୍ତ୍ର ଲାଇମ୍ ଲାଇଟ୍କୁ ଆସିପାରେ ନାହିଁ। ଯେତିକି ଶାସ୍ତ୍ର ଅଛି ତ ଆମେ ତାର 1% ପଢ଼ୁନୁ। ମୁଁ 50ଟା କ୍ଲାସିକ୍ ବାହାର କରିଦେଲି, ଲୋକ ବର୍ତ୍ତମାନ କହୁଛନ୍ତି ଜାତକ ଭରଣମଟା ସାର୍ କିଏ ଲେଖିଛି, ଜ୍ୟୋତିଷ ଭରଣମ। ତେବେ ଥାଇପାରେ। ତେଣୁ ଚକ୍ର ଯଦି ଆମେ ସର୍ପଚକ୍ର ବୋଲି ନେଇଯାଉ, ତାହେଲେ ଏଠି କୃତିକାରୁ ଆମେ ଆରମ୍ଭ କରିଦେଇଛୁ, ଯେଉଁଟା ଗୋଟେ ପ୍ରକାର ଭୁଲ। ସେଟାକୁ ଆମକୁ ରେକ୍ଟିଫାଏ କରିକି ଅଶ୍ୱିନୀ କରିବାକୁ ପଡ଼ିବ। ତାର କାରଣ କ'ଣ? ଯେ ଆମେ ବିବାହରେ ଦଶା ବି ଦେଖୁଛୁ। ଯେଉଁ ଜାଗାରେ ଆମେ ଦଶା ଦେଖୁଁ, ସେ ଜାଗାରେ ଆପଣ କୃତିକାରୁ ବାହାର କରିଦେଲେ ଚଳିଯିବ। ଚକ୍ର ଗୋଟେ ଆମେ ୟୁଜ୍ କଲେ, ଅର୍ଥାତ୍ ଆମ ବେଦ ପ୍ରିନ୍ସିପଲ୍ଟା ଜ୍ୟୋତିଷ ପ୍ରିନ୍ସିପଲ୍ଠୁ ଭ୍ୟାରି କରିବ। କାହିଁକିନା ଜ୍ୟୋତିଷରେ ଆପଣ ବିଂଶୋତ୍ତରୀ ଦଶାଟା କାଲକୁଲେସନ୍ ହେଉଛି। ଆଉ ବିଂଶୋତ୍ତରୀ ଦଶା ଆରମ୍ଭ ହେଲା ଆପଣଙ୍କର କେତୁ ଏତିକି ବର୍ଷ, ଇଏ ସେତିକି ବର୍ଷ, ସେ ଅନୁସାରେ ଚାଲିବ। ତାର ଆରେଞ୍ଜମେଣ୍ଟଟା ଟିକେ ଅଲଗା। ବେଦର ଆରେଞ୍ଜମେଣ୍ଟଟା ଯେମିତି ଯାବ ସୂର୍ଯ୍ୟଙ୍କ ନକ୍ଷତ୍ର କୃତିକାରୁ ଆସିଲା, କାହିଁକି ଆମେ କେତେକ ନକ୍ଷତ୍ରକୁ ଯିବା। କିନ୍ତୁ ତାଙ୍କୁ ଯେତେବେଳେ ଆମେ ସଜାଡ଼ିକି ରଖିଲୁ ଗ୍ରହ
ଚକ୍ର ବା जोडियाक साइन भितर एक आरंभ है जोटा कि अश्विनी रहीगला। तेणु आम ज्योतिष एबे भी बहुत गुड़े चक्र सब अश्विनी आरंभ है कृतिका ना मुझे देखुली जहाँ नर चक्रटा बर्तमान टे अच्छी कृतिकार। तेणु चक्र आप आरंभ करेंगे जन्म नक्षत्र ही आरंभ करेंगे देखिए अभिजितटा इनक्लूड करा जाए। तेणु मत जिते दूर लगुच एटा आम वेदर प्रिंसिपल नहीं जो दूर लगे मैंने 100% ट्रू आ छड़ा किसी तार विकल्प ना आम कृतिका नक्षत्रटा सूर्य गणिकी एक थोड़ी किंतु यहाँ सर्वभारतीय स्तर पर भूल हो जाए सब जगह भूल होगा कैलकुलेशन आप दशा आपंकर सफ्टवेयर कैलकुलेशन सब भूल। द्वितीयतः जदि आम एटा कृतिकार कले आम गणटा भी कृतिकार करवा कथा जदि आम गोटे यूनिकनेस आणुंट आम एस्ट्रोलोजी आदि आम एमती कले तो ज्योतिषर प्रिंसिपलटा भूल होगा। आम ओडिशा रे गोटे लोकर नाड़ी मिसुथो तमिलनाडु रे बाहर भूल केरल रे बाहर भूल। हाँ मु मानुचे जदि आमर एटा गोटे 50% होता मनकर बनारस सी सब जगह मानु था गोटे कथा किंतु ना किछि मात्रा रे वेस्ट बेंगल किछि जगह आसाम रे किछि लोक मानुचन समस्त भी नुहे। तो यहीटा गोटे प्रकार भूल टेक्निक हो जाऊँगी। जदि आम टेक्निकाली भी देखा तो अश्विनी आरंभ करवाटा मोर लॉजिकल कारण वेद नक्षत्र अरेंजमेंट इज नॉट इक्वल टू द नक्षत्र अरेंजमेंट ऑफ प्रेडिक्टिव एस्ट्रोलॉजी बा ज्योतिषर गणनीय जो नक्षत्र आम आरंभ कर अश्विनी सहित सामान नुहे। तेणु ये जो नाड़ी मेलक सारणी जो त्रुटिया रही है त्रुटि बोली मुझे कहबिनी से बहुत पुराना वेदर पलि आसी। तेणु सेटा को आम सुधारिकी पांजीवाला तो सुधारे नहीं से कहे ना ना आम पांजर यूनिकनेस आम कौन चेंज करदे। तो यहाँ मुझे घर को आसते से आप प्रार्थना बाहर मुझे कहला करूना एटा आम कौन कर तो करें आम चली आसी तेणु से चली आसी था कि आप फॉलो करेंगे फॉलो कले प्रेडिक्शनटा भूल नाड़ी आप एक रु जमी गणना कराए से भाया करेंगे कृतिका आदि नाड़ी ना मैंने भूल हो। आशा करे भिडियोटी भल लगी से जो व्यक्ति जन प्रश्न पचारि मतलब काउंटर प्रश्न करते आप किए आप ज्योतिष ना कौन माने से डेफिनेटली जन ज्योतिष नुहति जन टाइम पास लोक जे कि मो वीडियो देखिए टाइम पास कर ज्योतिष नुहति खाली ज्योतिष प्रति जो आशा श्रद्धा एमती रखुच्च मुझे बहुत घृणा करे जे आप ज्योतिष हाँपाई चाहते आप पढ़ु आप जानी ना कि कथा कहीं शुणुंट आप जो ज्योतिष पाक जी पचारे से जहाँ कहे करेंगे मत शुणा कि दरकार नहीं। तेणु ये जो सब जो बदमाशी चली से सन्दर्भ लोक होते किंतु से जो प्रश्नटा पचारे किसी आवश्यकता नाला मुझे उत्तर देती जे जोटा तो चली सब जगह सामान हम कारण किंतु से कारण कथा जो पचारि से कारणटा मुझे रखिली पूरा आपको आउ थे कहीदे अथर्व वेद खंड 19 सूक्त 7 ऋषि हेले गार्गेय प्रथम श्लोकटा श्लोक नंबर 1 आपणकर जपड़ा शुभाग्ने कृतिका रोहिणी चस्तु भद्र मुगशिरा समाद्रा पुनर्वसु सनत्रुचारु पुष्या भानुरश्लेषा अयनम मघामे। तेणु यही दृष्टि वैदिक दृष्टि ज्योतिष जो अर्थ पूरा प्योर वेद कि ज्योतिषटा आसी वेदांग पीरियड जब ज्योतिष को आम 5000 वर्ष BC धरा जाए बिफोर ख्रीष्टपूर्व वेदांगटा है 3000 ख्रीष्टपूर्व। तेणु आ भितर जो डिफरेन्सटा आसी तेणु आम वेदांग पीरियड को धरिकी जावा सेटा को आम धरीपर ना आम जो भूलटा अच्छी तो सुधार जो मैंने नुआ नुआ देखते फॉलो करेंगे आप सफ्टवेयर पकाते जो पकाते गोटे प्रकार बाहर चलतु आर कारण आप जानीगले आर रिसर्च ओरिएंटेशन आप जानीगले और दुखर विषय जो मैंने पांजी कर पचार सत्वे से कौन से ये विषय उत्तर नाला जानना ना जाना को इंटरेस्टेड चली आसी चलु था पचार किए कर तो मो भाया गोटे महामूर्ख पचारा तो समस्ते स्तब्ध हो। आशा कर उत्तरटी पाई जाइए जे कहीं एमती वेद वेदांग ज्योतिष भितर डिफरेन्स जानीपारे भिडियोटी टे लंबा होगा क्षमा करेंगे आज रही यदि महादेव चाहते आ गोटे भिडियो नहीं खूब शीघ्र आप उपस्थित हेबी आज आज्ञा दिंतु। ओम नमः।